ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ। ଟି-ଟ୍ୱେଣ୍ଟିରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍। କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି। କିନ୍ତୁ ଯେତେବେଳେ ଜଣେ 15 ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କ ଆନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ ଯାଉଛନ୍ତି, ସେତେବେଳେ ଇତିହାସ ପୁନର୍ବାର ଲେଖାଯିବା ଆରମ୍ଭ ହୁଏ। 2026 ଭାରତରେ ଜିମ୍ବାୱେ ଗସ୍ତରେ ପ୍ରଥମ ଟି-ଟ୍ୱେଣ୍ଟି ଆନ୍ତର୍ଜାତିକ ସମୟରେ ହାରାର ସ୍ପୋର୍ଟର୍ସ କ୍ଲବ ଏପରି ଏକ ଐତିହାସିକ ମୁହୂର୍ତ୍ତରେ ସାକ୍ଷୀ ହୋଇଥିଲା। ମାତ୍ର 15 ବର୍ଷ 118 ଦିନ ବୟସରେ ଭାରତୀୟ କିଶୋର ସେନସେସନ୍ ବୈଭବ ସୂର୍ଯ୍ୟବଂଶୀ ମାତ୍ର 19 ବଲରେ ଏକ ଧମାକାଦାର ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ ଇତିହାସରେ ସବୁଠାରୁ କମ୍ ବୟସ୍କ ଖେଳାଳିଙ୍କ ପାଇଁ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ଏହି ବିସ୍ଫୋରକ ଇନିଂସ ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟର ସମସ୍ତ ବୟସ ସମ୍ବନ୍ଧୀୟ ରେକର୍ଡ ଭାଙ୍ଗି ଦେଇଥିଲେ। ପୂର୍ବରୁ ଟି-ଟ୍ୱେଣ୍ଟି ଆନ୍ତର୍ଜାତିକ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ୱ ରେକର୍ଡ ଜିମ୍ବାୱେର ଲୁଇସ୍ ବ୍ରୁକ୍ସଙ୍କ ନାମରେ ଥିଲା, ଯିଏ 2021 16 ବର୍ଷ ଏବଂ 56 ଦିନ ବୟସରେ ମାଲ୍ଟା ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ଏହି ତାଲିକାରେ ଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଇଣ୍ଡୋନେସିଆର କାଭିନ୍ ଚଢା 16 ବର୍ଷ 76 ଦିନ, ସିଏରା ଲିଓନର ଆଲୁସିନ୍ ଟୁରେ 16 ବର୍ଷ 89 ଦିନ ଏବଂ ଭୁଟାନର ତେନିନ୍ ରାବାଗେ 16 ବର୍ଷ 118 ଦିନ ଅନ୍ତର୍ଭୁକ୍ତ। ପୂର୍ଣ୍ଣ ସଦସ୍ୟ ଦେଶଗୁଡ଼ିକ ବିଚାର କଲେ ଏହି ରେକର୍ଡ ଆଫଗାନିସ୍ତାନର ରହମାନୁଲ୍ଲାହ ଗୁରବାଜଙ୍କ ନାମରେ ଥିଲା, ଯିଏ 2019 17 ବର୍ଷ 296 ଦିନ ବୟସରେ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ କେବଳ ଗୁରବାଜଙ୍କ ରେକର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନରେ ଅତିକ୍ରମ କରିନଥିଲେ, ବରଂ ବିଶ୍ୱବ୍ୟାପୀ ଆସୋସିଏଟ୍ ଏବଂ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରର ଖେଳାଳିମାନଙ୍କୁ ପଛରେ ପକାଇ ତାଲିକାର ଶୀର୍ଷ ସ୍ଥାନରେ ଅଧିକାର କରିଥିଲେ। ଜିମ୍ବାୱେ ବିପକ୍ଷରେ 126 ରନରେ ଲକ୍ଷ୍ୟ ପିଛା କରୁଥିବା ଭାରତୀୟ ଦଳ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ହିଁ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ସେ କୌଣସି ଚାପ ନ ପକାଇ ପ୍ରତିପକ୍ଷ ବୋଲରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ପିଚର ସବୁ କୋଣରେ ବାଉଣ୍ଡରିଂ କରି ସେ ମାତ୍ର 19 ବଲରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ବିସ୍ଫୋରକ ଇନିଂସ 263.16 ଷ୍ଟ୍ରାଇକ୍ ରେଟ୍ ଥିଲା ଏବଂ ଏଥିରେ 4ଟି ସୁନ୍ଦର ଚୌକା ଏବଂ 4ଟି ହାଇ ଛକା ସାମିଲ ଥିଲା। ତଥାପି ତାଙ୍କର ଐତିହାସିକ ଅର୍ଦ୍ଧଶତକ ପୂରଣ ପରେ ପରବର୍ତ୍ତୀ ଡେଲିଭରିରେ ସେ ଆଉଟ୍ ହୋଇଥିଲେ। ସପ୍ତମ ଓଭର 6.2 ଓଭରର ଦ୍ୱିତୀୟ ବଲରେ ଜିମ୍ବାୱେର ପେସର ରିଚାର୍ଡ ନାଗାରାଭା ଏକ ଲେନ୍ଥ ଡେଲିଭରି ପକାଇଥିଲେ, ଯାହା ସାମାନ୍ୟ ଚୌକା କୋଣିଆ ଥିଲା। ବୈଭବ ଏକ ଚୌକା ସ୍ଥିତି ଗ୍ରହଣ କରିଥିଲେ ଏବଂ କଭର ଅଞ୍ଚଳ ଆଡ଼କୁ ଏକ ବିରାଟ ସଟ୍ ଚେଷ୍ଟା କରିଥିଲେ, କିନ୍ତୁ ବଲ୍ ତାଙ୍କ ବ୍ୟାଟ୍ର ବାହାରେ ଧାର ଦେଇ ଡିପ୍ ଥାର୍ଡ ମ୍ୟାନ୍ ଆଡ଼କୁ ଏୟାରରେ କଟିଯାଇଥିଲା, ଯେଉଁଠାରେ ବେନ୍ କ୍ୟୁରାର ଏକ ସହଜ କ୍ୟାଚ୍ ନେଇଥିଲେ। ତଥାପି ତାଙ୍କ ଆଉଟ୍ ହେବା ପୂର୍ବରୁ ସେ ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲେ। ହାରାର ଗ୍ରାଉଣ୍ଡ ସର୍ବଦା ବୈଭବଙ୍କ ପାଇଁ ଏକ ବିଶେଷ ଗୁରୁତ୍ୱ ରଖିଆସିଛି, କାରଣ ସେ ଜୁନିୟର ସ୍ତରରେ ସେଠାରେ ଅନେକ ଚମତ୍କାର ଇନିଂସ ଖେଳିଛନ୍ତି। ତଥାପି ସିନିୟର ଦଳର ନୀଳ ଜର୍ସି ଏପରି ନିର୍ଭୀକ ପ୍ରଦର୍ଶନ ପ୍ରମାଣିତ କରେ ଯେ